ଜାଣିଛନ୍ତି ନା ଆଜ୍ଞା, ମୁଁ ଆଜି ଏମିତି ଏକ କଥା କହିବି ଆପଣମାନଙ୍କୁ, ଆପଣଙ୍କ ମନକୁ ଛୁଇଁଯିବ। ଯେଉଁମାନେ ମୋ ଘର, ମୋ ପରିବାର, ମୋ ପୁଅ, ମୋ ଝିଅ, ମୋ ସ୍ୱାମୀ, ମୋ ବନ୍ଧୁବାନ୍ଧବ ଦେଖୁଛନ୍ତି, ନିଜକୁ ନ ଦେଖି, ନିଜ ଶରୀରର ଧ୍ୟାନ ନ ଦେଇ, ଯତ୍ନ ନ ନେଇ ସେମାନଙ୍କୁ ଦେଖୁଛନ୍ତି, ଭଲ କଥା ଦେଖ, କିନ୍ତୁ ତାପରେ ବି ନିଜକୁ ସମୟ ଦିଅ ଆଉ ନିଜ ଶରୀର କଥା ଭାବ, ଆଉ ନିଜେ କେମିତି ସୁସ୍ଥ ରହିବ ସେ ଚିନ୍ତା କର। ସେମାନଙ୍କ ପାଇଁ ଖାଇବା କରିକି ନିଜକୁ ଗ୍ୟାସରେ ଦିନ 11টাରେ ଖାଇବା, ଦିନ ତମାମ ମାନେ ଗୋରୁ ଗାଈ ଭଳିଆ ଖଟିବା, ଟିକେ ବିଶ୍ରାମ ନ ନେବା, ଏଇଟା ତୁମର ପରିଣତ ବୟସରେ ନା ଭାରି ପଡ଼ିବ ତୁମକୁ। ଆଉ ସେତେବେଳେ ନା, ଯେତେବେଳେ ତୁମ ଆଣ୍ଠୁ ଅଣ୍ଟା ଦରଜ ବାହାରିବ, ଗ୍ୟାସ୍ ବାହାରିବ, ସେତେବେଳେ କେଉଁ ନା ପୁଅ, ନା ଝିଅ, ନା ସ୍ୱାମୀ, ନା ବନ୍ଧୁବାନ୍ଧବ କେହି ପଚାରିବେନି। ନିଜ ଯେତେବେଳେ ସ୍ୱାସ୍ଥ୍ୟ ତୁମର ହାତ ଛାଡ଼ିଦେବ ନା, ତୁମର ତଣ୍ଟି ଶୁଖିଗଲେ ସାଙ୍ଗେ ସାଙ୍ଗେ ତୁମକୁ ପାଣି ତ ମିଳିବ, କିନ୍ତୁ ସାଙ୍ଗେ ସାଙ୍ଗେ ମିଳିବନି। ଏଇଟା ଧ୍ୟାନ ଦିଅନ୍ତୁ। ଆଉ ଆଜିଠାରୁ ଯଦି ଯେଉଁମାନେ ନିଜ ପ୍ରତି ଯତ୍ନ ନେଇନାହାନ୍ତି, ନିଜ ଶରୀର ପ୍ରତି ଯତ୍ନ ନେବା ଆରମ୍ଭ କରନ୍ତୁ। କ'ଣ ଠିକ୍ କହିଲି ନା?